ଆଜି ହେଲା ଡିସେମ୍ବର 31। ରାତି ପାହିଲେ ନୂଆ ବର୍ଷ ମାନେ 2026 ଆସିଯିବ। ସମସ୍ତେ ଯିଏ ଯୋଉଠି ବି ବାହାରେ କାମ କରୁଥିବେ ସମସ୍ତେ ନିଜ ଘରକୁ ଯାଇସାରିବେଣି। କିଛି ବି କୁଆଡେ ପିକନିକ କରିବେ ନାଇଁ ତ ଭୋଜି ଭାତ ସାଙ୍ଗ ସାଥିରେ କରିବେ। ନାଇଁ ତ କୋଉ ଦର୍ଶନ ସ୍ଥାନ ଠାକୁର ସ୍ଥାନ ଅଧିକାଂଶ ଲୋକ ପୁରୀ ଯିବେ। ମୁଁ ବି ପୁରୀ ଯିବା କଥା ଭାବିଥିଲି। ଆମ ଗାଁ ପିଲାଙ୍କ ସାଙ୍ଗରେ ପୁରା ପ୍ଲାନିଂ ହେଇଯାଇଥିଲା। ରାତିରେ ପୁରୀ ବାହାରିବା ନୂଆ ବର୍ଷ ଦିନ ଜଗା ଦର୍ଶନ କରିବା ଟିକେ ସମୁଦ୍ରରେ ଗାଧେଇବା ଆସିବା ଆଉ। କିନ୍ତୁ ଡେଷ୍ଟିନି ଭାଗ୍ୟ କୁଆଡେ ନବ କେହି ଜାଣିନାହାନ୍ତି। କାଲି ହିଁ ମତେ ଆସିବାକୁ ପଇଲା ଆନ୍ଧ୍ରପ୍ରଦେଶର ଇଚ୍ଛା ପୁରଙ୍କୁ କାମ ପାଇଁ। କାମ ତ କରିବାକୁ ପଡିବ ନା ଛୁଟି ନେଇଥିଲେ ହେଇଥାନ୍ତା ବଟ ମୁଁ କାମକୁ ଆଗ ସିରିୟସ ନିଏ। ତ କାମ କରିବା ପାଇଁ ଆସିଛି ଆଜି ହେଲା 31 ଡିସେମ୍ବର। ତ କାଲି ନ୍ୟୁୟରରେ ବି କାମ କରିବି କାମ ବନ୍ଦ ହବନି କାମ କରିବି। ତ ଭାବୁଛି କାଲି ନ୍ୟୁୟରରେ କିଛି ତ ଗୋଟେ କରିବା। ସେ ପାହାଡ ଉପରେ ଗୋଟେ ଠାକୁରଙ୍କର ମନ୍ଦିର ଅଛି ହୁଏତ କାଲି ସେଠିକି ଯାଇ ଟିକେ ବୁଲି ଆସିବା। ନାଇଁ ତ ସେ ପାଖରେ ଗୋଟେ ଶିବ ମନ୍ଦିର ଅଛି ଟିକେ ବୁଲି ଆସିବା ବାସ ଆଉ କିଛି ନାହିଁ। ଆଉ କଣ ଭୋଜି ଭାତ ବର୍ଷ ଯାକ ପଡିଛି ଯେବେ ନାହିଁ ସେତେବେଳେ ବି ଭୋଜି କରିହବ ଆଉ ଗୋଟେ ଦିନ ଭୋଜି କରିଦେଲେ କଣ ବର୍ଷ ସାରା ଖୁସିରେ ରହିଯିବା କି ନାଇଁ ବର୍ଷ ସାରା ଦେଖିବାର ଅଛି ନା। ଆଉ ଗୋଟେ ଦିନ ପାଇଁ ଏତେ ଆଡେ କିଏ ଯିବ। ଆଉ ବାକି ରହିଲା ଏଞ୍ଜୟ କର ହାପି ନ୍ୟୁ ଇୟର।